ବାରିପଦାର ପ୍ରସିଦ୍ଧ ଦଳା ଖେଚୁଡ଼ି। ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦେବସ୍ନାନ ପୂର୍ଣ୍ଣିମାରେ ଆପଣମାନଙ୍କୁ ମୋ ତରଫରୁ ଓ ମୋ ପରିବାର ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦଳା ଖେଚୁଡ଼ି ପାଇଁ ମେନ୍ ଇନଗ୍ରିଡିଏଣ୍ଟ ହେଉଛି ମୁଗ ଆଉ ତା ସହିତ ହେଉଛି ଅରୁଆ ଚାଉଳ। ଏଇ ଦଳା ଖେଚୁଡ଼ି ସହିତ ମୋର ବହୁତ ମେମୋରି ଜଡ଼ିତ। ଯେମିତିକି ଆମେ ଯେତେବେଳେ ଛୋଟ ଥିଲୁ, ପ୍ରତି ରଥଯାତ୍ରା ହଉ କି ଦୁର୍ଗା ପୂଜା ହଉ, ସବୁବେଳେ ଆମେ ବଡ଼ ମାଉସୀଙ୍କ ଘରକୁ ଯାଉଥିଲୁ। ଆଉ ବଡ଼ ମାଉସୀଙ୍କ ଘରକୁ ଗଲେ ମୋ ମାଉସୀ ଝିଅଙ୍କ ଘର ବାରିପଦା। ସେ ଯେବେ ବି ଆସନ୍ତି ଆମ ସମସ୍ତଙ୍କ ପାଇଁ ବାରିପଦା ପ୍ରସିଦ୍ଧ ଦଳା ଖେଚୁଡ଼ି ନେଇକି ଆସନ୍ତି। ଆଉ ତା ସହିତ ଥାଏ ରାମରଚକ ତରକାରୀ। ମୋ ମମିଙ୍କୁ ମିଶେଇକି ତାଙ୍କର ହେଉଛି 7 ଜଣ ଭଉଣୀ। ତ 7 ଜଣ ଭଉଣୀଙ୍କ ଛୁଆ ଯେତେବେଳେ ସମସ୍ତେ ମିଶିକି ଏକଜୁଟ ହେଇଯାନ୍ତି ନା, ଲାଗେ ଯେମିତି ପୁରା ବଡ଼ ଫଙ୍କସନଟା ଗୋଟେ ହେଉଛି। ପ୍ରତି ଦଶହରାରେ ଏଇ ରାମରଚକ ତରକାରୀ ସହିତ ଦଳା ଖେଚୁଡ଼ି ଆସେ। ଆଉ ମୋ ଦୁଇ ଭାଉଜ ସମସ୍ତଙ୍କୁ ସମାନ ଭାବରେ ବଢ଼ିଆ ସେ ବାଢ଼ିକି ଦେଇ ଦିଅନ୍ତି ଖାଇବା ପାଇଁ। ଆଉ ଆମେ ସମସ୍ତେ ଏକଜୁଟ ହେଇ ଗୋଲେଇ କରି ବସି କେତେ ମଜାମସ୍ତି କରି ଖାଇଥାଉ। ଆଉ ତାପରେ 4ଟା ବେଳେ ହେଲେ ସବୁ ଭାଇ ଭଉଣୀ ଆଉ ମୋ ମାଉସୀ ମାନେ ମିଶି ରେଡି ହେଇକି ଚାଲୁ ଦଶହରାରେ ରାବଣ ପୋଡ଼ା ଦେଖିବା ପାଇଁ କି ମେଳା ବୁଲିବା ପାଇଁ। ଆପଣଙ୍କର ଯଦି କିଛି ମେମୋରି ଅଛି ନିଶ୍ଚିତ ଭାବେ ମୋତେ ସେୟାର କରିବେ।